କାଜଲ ବହୁତ ଦୁଃଖରେ ଥାଏ, କାହିଁକି ନା ସେ ଦେଖିପାରେ ନାହିଁ। ସେ ଜଣେ ଅନ୍ଧ। ସେ ଛୋଟବେଳୁ ବହୁତ ଭଲ ଦେଖିପାରୁଥିଲା। ଦିନେ ସ୍କୁଲ ଯିବା ସମୟରେ ଗୋଟେ ବଡ଼ ଗାଡ଼ି ସହିତ ଧକ୍କା ହେବାରୁ ଡକ୍ଟର କହିଲେ, ଦେଖ, ତମ ଝିଅ ତ ବଞ୍ଚିଯିବ, କିନ୍ତୁ ସେ କେବେ ଦେଖିପାରିବ ନାହିଁ। ସେଇ ଦିନଠାରୁ କାଜଲ ଭଲ ହୋଇଯାଏ ସତ, କିନ୍ତୁ କେବେ ବି ଦେଖିପାରେ ନାହିଁ। ଏବେ କାଜଲ 22 ବର୍ଷର ହେଇଯାଏ। କାଜଲ ତାର ନିଜର କାମ ବି କରିପାରେ ନାହିଁ। ତାର ମା ବାସନ୍ତୀ ସବୁବେଳେ ତା ପାଖରେ ଥାନ୍ତି। ତାର ବାପା ରାଜକିଶୋର ଗୋଟେ ଦୋକାନୀ। ଦୋକାନ ଦେଇ ସେ ତାର ଘର ଚଳାନ୍ତି। ଦିନେ ତାର ବାପା ରାଜକିଶୋର ଓ ତାର ମା ବାସନ୍ତୀ ମିଶି କଥା ହେଉଥାନ୍ତି। ସେତିକିବେଳେ ରାଜକିଶୋର କହେ, ଦେଖ ବାସନ୍ତୀ, ଆମେ ଆମ ଝିଅର ବାହାଘର କରିଦେବାଟା ଠିକ୍ ହେବ। ତାପରେ ତାର ମା ବାସନ୍ତୀ କୁହନ୍ତି, ହେଲେ ଆମ ଝିଅକୁ ବାହା ହେବ କିଏ? ରାଜକିଶୋର କହେ, ସେଥିପାଇଁ ଆମକୁ ଯୌତୁକରେ ଢେର ସାରା ପଇସା ରଖିବାକୁ ପଡ଼ିବ। ସେଥିପାଇଁ ଆମେ ଆମ ଦୋକାନକୁ ବିକିଦେବାକୁ ପଡ଼ିବ। ସେତିକିବେଳେ କାଜଲ ସେଇ କଥାଟା ଶୁଣିଦିଏ। ତାପରେ କାଜଲ ତାର ବାଡ଼ି ସାହାଯ୍ୟରେ ସେମାନଙ୍କ ପାଖକୁ ଆସି କହେ, ବାପା, ତମେ କ'ଣ ପାଇଁ ମୋ ପାଇଁ ସେ ଦୋକାନକୁ ବିକିଦେବ? ତାର ବାପା କୁହନ୍ତି, ଦେଖ ଝିଅ, ଯାହା ହେଲେ ବି ଆମେ ତୋର ବାପା ମା। ତୋର ବାହାଘର କରିଦେବାଟା ଆମର ଗୋଟେ ଦାୟିତ୍ୱ। ତା ପରଦିନ ସଙ୍ଗେ ସଙ୍ଗେ ରାଜକିଶୋର ଯାଇ ତାର ଦୋକାନକୁ ବିକିଦିଏ ଓ ଘରକୁ ଢେର ସାରା ପଇସା ଆଣେ ଓ ସବୁଆଡ଼େ ପ୍ରଚାର କରିଦିଏ କି ତାର ଝିଅକୁ ଯିଏ ବାହା ହେବ ତାକୁ ସେ ଯୌତୁକରେ 10 ଲକ୍ଷ ଟଙ୍କା ଦେବ। ସେ ଖବରଟା ଚାରିଆଡ଼େ ପ୍ରଚାର ହୋଇଯାଏ। ତାପରେ ବିକ୍ରମ ନାମକ ଜଣେ ପୁଅ, ତା ମା ଅଞ୍ଜଳି ଓ ତାର ସାନ ଭଉଣୀ ପାୟଲ ସହିତ କାଜଲକୁ ଦେଖିବା ପାଇଁ ଆସନ୍ତି ଓ ସେମାନଙ୍କର ବାହାଘର ଠିକ୍ ହେଇ ସେମାନଙ୍କର ବାହାଘର ମଧ୍ୟ ହେଇଯାଏ। ବାହାଘର ପରେ କିଛି ଦିନ ତ ସେମିତି ଠିକ୍ଠାକ୍ ଚାଲେ। କିଛି ଦିନ ପରେ ତାର ମା ଅଞ୍ଜଳି କାଜଲକୁ କହେ, ଆରେ ବୋହୂ, ତୁ ଟିକେ ଗଲୁ ମୋ ରୁମ୍ଟା ସଫା କରିଦେବୁ। କାଜଲ କହେ, ହେଲେ ମା, ମୁଁ ତ ଦେଖିପାରେ ନାହିଁ, କେମିତି ସଫା କରିବି? ଅଞ୍ଜଳି କହେ, ସେଥିପାଇଁ କ'ଣ ତତେ ମୋ ମୁଣ୍ଡରେ ବସାଇବି? ସେତିକିବେଳେ ତାର ନଣନ୍ଦ ପାୟଲ ସେଠାକୁ ଆସି କହେ, ଭାଉଜ, ଭୁଲି ଯାଅନି, ଏଇଟା ତମ ଶାଶୁଘର। ଏଇଟା ତମ ମା ଘର ନୁହେଁ ଯେ ତମେ ସଦାବେଳେ ଆରାମ କରିବ। ଯାଅ, ଶୀଘ୍ର ଯାଇକି ସେ ଘରଟା ଝାଡ଼ୁ କରିଦିଅ। ସେତିକିବେଳେ କାଜଲ କହେ, ହେଲେ ମୁଁ ତ କିଛି ଦେଖିପାରୁ ନାହିଁ। ଠିକ୍ ସେତିକିବେଳେ ଅଞ୍ଜଳି ଜୋର କରି କହେ, ଆରେ ଚୁପ୍ କର, ସବୁବେଳେ ସେ ଅନ୍ଧ ହେବାର ଫାଇଦା ଉଠାଉଛି। ତୁ ଚୁପଚାପ ଯାଇକି ସେ ରୁମ୍ ଝାଡ଼ୁ କରିବୁ ନା ମୁଁ କ'ଣ କିଛି କରିବି? କାଜଲ ବହୁତ ଡରିଯାଏ ଓ ଆସ୍ତେ ଆସ୍ତେ ତାର ଶାଶୁ ରୁମ୍କୁ ଯାଇ ଝାଡ଼ୁ କରିବାକୁ ଲାଗେ। ଝାଡ଼ୁ କରୁ କରୁ ଝାଡ଼ୁଟି ଯାଇ ସେ ଟେବୁଲରେ ବାଡ଼େଇ ହୁଏ। ଟେବୁଲ ଉପରେ ଥିବା ଫୁଲଦାନୀଟି ପଡ଼ି ଭାଙ୍ଗିଯାଏ। ସେତିକିବେଳେ ତାର ଶାଶୁ ଅଞ୍ଜଳି ଓ ତାର ନଣନ୍ଦ ପାୟଲ ଦୌଡ଼ି ଦୌଡ଼ି ଆସି କୁହନ୍ତି, ଆରେ ଭଗବାନ, ସତ୍ୟାନାଶ କରିଦେଲା, ଏ ମୋ ସବୁ ଜିନିଷ ଭାଙ୍ଗିଦେବ। ସେତିକିବେଳେ କାଜଲ ହାତ ଯୋଡ଼ି କ୍ଷମା ମାଗେ, ମା, ମୋର ଭୁଲ ହେଇଯାଇଛି, ମୋତେ ତ କିଛି ଦେଖାଯାଉନି। ସେତିକିବେଳେ ପାୟଲ କହେ, ମା, ଭାଉଜ ଏମିତିରେ ମାନିବେ ନାହିଁ, ରୁହ, ମୁଁ କିଛି ବାଡ଼ି ନେଇକି ଆସୁଛି। ପାୟଲ ଯାଇ 2ଟି ବାଡ଼ି ଧରିକି ଆସେ ଓ ମା ଝିଅ ମିଶି କାଜଲକୁ ବହୁତ ବାଡ଼ାନ୍ତି। ସେଦିନ ରାତିରେ ଯେତେବେଳେ ବିକ୍ରମ ଘରକୁ ଫେରେ, କାଜଲ ବିକ୍ରମକୁ ସବୁ କଥା କହେ, କିନ୍ତୁ ବିକ୍ରମ ତା ସପୋର୍ଟ ନ ନେଇ ତାର ମା ସପୋର୍ଟ ନିଏ। ସେଇ ଦିନଠାରୁ କାଜଲ ଉପରେ ଅତ୍ୟାଚାର ବଢ଼ିଯାଏ। ଦିନେ ବିକ୍ରମ ତାର ମାଆକୁ କହେ, ମା, ତମେ ତ ମୋତେ ଯୌତୁକ ପାଇଁ ବାହା ହେବା ପାଇଁ କହିଥିଲ, ମୁଁ ବାହା ହେଇଗଲି। ଏବେ ମୁଁ ନନ୍ଦିନୀକୁ ବହୁତ ଭଲ ପାଏ, ମୁଁ ତାକୁ ହିଁ ବାହା ହେବି। ତାର ମା କହେ, ମୁଁ ଜାଣିଛି, ହେଲେ କାଜଲର କିଛି କରିବାକୁ ପଡ଼ିବ। ସେତିକିବେଳେ ପାୟଲ ସେଠାକୁ ଆସି କହେ, ମୋ ପାଖରେ ଗୋଟେ ବହୁତ ସୁନ୍ଦର ଆଇଡ଼ିଆ ଅଛି। ଆମେ କାଜଲକୁ ନେଇ ଗୋଟେ ଘଞ୍ଚ ଜଙ୍ଗଲ ଭିତରେ ଛାଡ଼ି ଆସିବା ଓ ସେଠାକାର ଜୀବଜନ୍ତୁ କାଜଲକୁ ଗୋଟା ଖାଇଯିବେ। ତା ପରଦିନ ସକାଳେ ବିକ୍ରମ କାଜଲକୁ କହେ, କାଜଲ, ଚାଲ ଆମେ ଟିକେ ଆଜି ମେଡ଼ିକାଲ ଯାଇ ତମ ଆଖି ଟେଷ୍ଟ କରିକି ଆସିବା। ତାପରେ ସେମାନେ କାରରେ ଯାଆନ୍ତି। ତାପରେ ବିକ୍ରମ କାଜଲକୁ ନେଇ ଗୋଟେ ଘଞ୍ଚ ଜଙ୍ଗଲ ଭିତରେ ପହଞ୍ଚିଯାଏ ଓ କାଜଲକୁ କହେ, କାଜଲ, ତମେ ଟିକେ ୱେଟ୍ କର, ମୁଁ ଡକ୍ଟରଙ୍କ ପାଖରୁ ଆସେ। କାଜଲ ବହୁତ ଡରି ଯାଇଥାଏ, କାହିଁକି ନା ସେଇଟା ଗୋଟେ ମେଡ଼ିକାଲ ନୁହେଁ, ଗୋଟେ ଜଙ୍ଗଲ ବୋଲି ସେ ଜାଣିପାରିଥାଏ। ଏମିତି ସେ ଛିଡ଼ା ହୋଇ
ସନ୍ଧ୍ୟା ହେଇଯାଏ ଓ ସେ ବହୁତ କାନ୍ଦିବାକୁ ଲାଗେ। ସେ ଜାଣିଯାଏ କି ଏଇଟା ସେମାନଙ୍କର ଗୋଟେ ପ୍ଲାନ୍ ତାକୁ ମାରିବା ପାଇଁ। ସେତିକି ବେଳେ ସେଠାକୁ ଜଣେ ବୁଢ଼ୀ ଲୋକ ଆସନ୍ତି ଆଉ କାଜଲକୁ କହନ୍ତି, ଆରେ ମା, ମୁଁ 2 ଦିନ ହେଲା କିଛି ଖାଇନାହିଁ, ମୋତେ କିଛି ଖାଇବା ପାଇଁ ମିଳିବ? ତାପରେ କାଜଲ ତା ବ୍ୟାଗ୍ରୁ ବିସ୍କୁଟଟିଏ ଭରକାଇ ସେ ବୁଢ଼ୀ ଲୋକଟିକୁ ଦେଇଦିଏ। କିଛି ସମୟ ପରେ ଚମତ୍କାର ହେଇଯାଏ। ସେ ବୁଢ଼ୀ ଲୋକଟି ଜଣେ ଜଙ୍ଗଲର ମାତା ହେଇଯାଆନ୍ତି ଆଉ କାଜଲକୁ କୁହନ୍ତି, ଆରେ ମା କାଜଲ, ମୁଁ ତୋ ଉପରେ ବହୁତ ପ୍ରସନ୍ନ ହେଲି। ମୁଁ ହେଉଛି ଏ ଜଙ୍ଗଲର ମାତା। ଜଣେ ବୁଢ଼ୀ ଲୋକରେ ମୁଁ ଏଇ ଜଙ୍ଗଲରେ ଘୁରି ବୁଲୁଥିଲି। ତୋର ସମସ୍ୟା ମୁଁ ବୁଝିପାରୁଛି ରେ ମା, କହ ତୋର କ'ଣ ଦରକାର? ତାପରେ କାଜଲ କାନ୍ଦି କାନ୍ଦି କହେ, ମା, ମୁଁ କିଛି ଦେଖିପାରେ ନାହିଁ, ମୁଁ ଜଣେ ଅନ୍ଧ, ସେଥିପାଇଁ ମୋର ଶାଶୁଘର ଏ ଜଙ୍ଗଲରେ ଛାଡ଼ି ଯାଇଛନ୍ତି। ହଉ ରେ ମା, ଠିକ୍ ଅଛି, ଏଇ ନେ, ଏଇଟା ହେଉଛି ଯାଦୁଇ ଚଷମା, ଏହାକୁ ତୁ ପିନ୍ଧିଲେ ତୋତେ ସବୁ ଭଲରେ ଦେଖାଯିବ। ତାପରେ କାଜଲ ସେ ଚଷମାକୁ ପିନ୍ଧି ପକାଏ ଓ ତାକୁ ସମ୍ପୂର୍ଣ୍ଣ ଭାବରେ ସବୁ ଦେଖାଯାଏ। ସେ ବହୁତ ଖୁସି ହେଇଯାଏ ଓ ଜଙ୍ଗଲର ମାତାକୁ ବହୁତ ଧନ୍ୟବାଦ ଦିଏ। କିଛି ଦିନ ବୁଲି ବୁଲି କାଜଲ ତାର ଶାଶୁ ଘରକୁ ପହଞ୍ଚିଯାଏ। ତାର ଶାଶୁ ଅଞ୍ଜଳି ଦେଖି ଓ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଇଯାଆନ୍ତି ଆଉ କୁହନ୍ତି, ଆରେ ଏ କେମିତି ହେଲା? ତୁ ସେ ଘଞ୍ଚ ଜଙ୍ଗଲ ଭିତରୁ ବଞ୍ଚିକି ଫେରିପାରିଲୁ? ତୁ ତ ଏବେ ମରିଯିବା କଥା। ତାପରେ କାଜଲ ହସି ହସି କହେ, ମୋତେ ଏବେ ସଫା ସଫା ସବୁ ଦେଖାଯାଉଛି ଆଉ ମୁଁ ଏବେ ତମମାନଙ୍କୁ ମଜା ଚଖେଇବି। ତାପରେ ପାୟଲ ହସି ହସି କହେ, ଆରେ ତମେ ତ ଏକା, ଆମେ ତ 4 ଜଣ, କ'ଣ କରିବୁ ଜାଣିପାରୁଥିବ। ସେତିକି ବେଳେ ବିକ୍ରମ ନୂଆ ବାହା ହେଇଥିବା ତାର ସ୍ତ୍ରୀ ନନ୍ଦିନୀ କହେ, ଆରେ ମୁଁ ଜାଣିଛି ୟାକୁ ପୁଣି ଥରେ ଦେଖାଯିବାର କାରଣ। ଇଏ ଲଗେଇଥିବା ଚଷମା ଯୋଗୁଁ ଇଏ ସବୁ କିଛି ପୁଣି ଥରେ ଦେଖିପାରୁଛି। ସେତିକି ବେଳେ ଅଞ୍ଜଳି କହେ, ଆରେ ହଁ, ତୁ ଠିକ୍ କହୁଛୁ ନନ୍ଦିନୀ ବୋହୂ, ଚାଲ ଆମେ ସମସ୍ତେ ମିଶି ୟା ଚଷମାକୁ ଭାଙ୍ଗିଦେବା ଓ ୟାକୁ ମାରିଦେବା। ତାପରେ ତାଙ୍କ ଘରେ କହିଦେବା କି ସେ କାଜଲ କାହା ସହିତ ଫେରାର ହେଇଯାଇଛି। କାଜଲ ବହୁତ ଡରିଯାଏ। ସେମାନେ ତା ଆଡ଼କୁ ମାଡ଼ି ଆସିବା ବେଳେ ସେ ଯାଦୁଇ ଚଷମାରୁ କିଛି ରଶ୍ମି ବାହାରି ସେମାନଙ୍କ ଉପରେ ପଡ଼େ ଓ ସେମାନେ ଜଳି ପୋଡ଼ି ପାଉଁଶ ହୋଇଯାଆନ୍ତି। ତାପରେ କାଜଲ ଆଶ୍ଚର୍ଯ୍ୟ ହେଇ ବହୁତ ଖୁସି ହେଇଯାଏ। ତାପରେ କାଜଲ ଘରକୁ ଫେରିଯାଇ ତାର ମା ବାପାକୁ ସବୁ ସତ କଥା କହିଦିଏ ଏବଂ ତାର ବାପା ମା ସହିତ ସେ ସବୁଦିନ ପାଇଁ ବହୁତ ଖୁସିରେ ରୁହେ। ସାଙ୍ଗମାନେ, ଯଦି ଭିଡ଼ିଓଟି ତମକୁ ଭଲ ଲାଗେ ତାହେଲେ ସବୁଦିନ ପରି ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରି ଘଣ୍ଟି ବଟନଟିକୁ ଦବାଇ ଦିଅନ୍ତୁ। ରହୁଛି, ଧନ୍ୟବାଦ।